ଆଜିଠୁ ଓଡ଼ିଶାରେ 12ଟି ନୂଆ ନିୟମ ମାନେ 1-10-2025 ତାରିଖରୁ ଓଡ଼ିଶାରେ ଲାଗୁ ହୋଇଯାଇଛି 12ଟି ନୂଆ ନିୟମ। ଯେମିତି 1 ନମ୍ବର ରହିଲା ବାଇକ୍, ସ୍କୁଟି, କାର୍ ସବୁ ଶସ୍ତା ହେଇଯାଇଛି। 2 ନମ୍ବରରେ ରାସନ କାର୍ଡ କାହାର କଟିବ। 3 ନମ୍ବରରେ ଆଧାର କାର୍ଡ ଯଦି ଆପଣ ଅପଡେଟ୍ କରିବା ପାଇଁ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। 4 ନମ୍ବରରେ ଦେଖିବା ଏହି ମାସରେ ଅକ୍ଟୋବର ମାସରେ କେତେ ଗୋଟି ଛୁଟି ଅଛି ଦେଖିବା। ଯେମିତି 5 ନମ୍ବରରେ ଗ୍ୟାସର ରେଟ୍ ବଢ଼ିଲା। 6 ନମ୍ବରରେ ଯେମିତି ରହିଲା ଅନଲାଇନ୍ ଗେମ୍ ଖେଳୁଥିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଫାଇନ୍। 7 ନମ୍ବର ରହିଲା ୟୁପିଆଇ ର ନୂଆ ନିୟମ। 8 ନମ୍ବର ହେଲା ସୁନା ରୂପାର ରେଟ୍ ବଢ଼ିଗଲା। ତ ଏହିଭଳି ଆମେ ଦେଖିବା 12ଟି ନୂଆ ନିୟମ ଯାହାକି ଓଡ଼ିଶାରେ ଲାଗୁ ହୋଇଯାଇଛି। ତ ଆସନ୍ତୁ 1 ନମ୍ବର ରହିଲା ବାଇକ୍, ସ୍କୁଟି, କାର୍ ସବୁ ହେଲା ଶସ୍ତା। ହଁ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ 22 ସେପ୍ଟେମ୍ବର 2025 ତାରିଖରୁ ମୋଦି ସରକାର କ'ଣ କରିଛନ୍ତି, ଯେଉଁ ଜିଏସଟି ରେ ନୂଆ ନିୟମ ଆଣିଛନ୍ତି ତା ମାଧ୍ୟମରେ ଓଡ଼ିଶାରେ ସମସ୍ତ ବାଇକ୍, ସ୍କୁଟି ଏବଂ କିଛି କାର୍ ମାନଙ୍କର ରେଟ୍ କମି ଯାଇଛି। ଯେମିତି ସିଧାସଳଖ 10% ଆମକୁ ବର୍ତ୍ତମାନ ଲାଭ ମିଳୁଛି। ଯେମିତି ଆମେ ଜାଣିଛନ୍ତି 350 ସିସି ରୁ କମ୍ ବାଇକ୍ ଯଦି ଆମେ କିଣିଲେ ଆମକୁ ସିଧାସଳଖ 10% ଲାଭ ମିଳିବ ଏବଂ ଯେମିତିକି 1200 ସିସି ରୁ କମ୍ ଭିତରେ ଯଦି ଆମେ କାର୍ କିଣୁଛନ୍ତି ଆମକୁ ମଧ୍ୟ 10% ଲାଭ ମିଳିବ। ଏଇଭଳି ଭାବେ ସମସ୍ତ ସ୍କୁଟି, ବାଇକ୍ ଏବଂ କାର୍ ରେଟ୍ ମଧ୍ୟ କମି ଯାଇଛି। ଏହା ସହ ବହୁତ କିଛି ଜିନିଷ ଅଛି ସେମାନଙ୍କର ମଧ୍ୟ ଏହି ନୂଆ ଜିଏସଟି ନିୟମ ଅନୁଯାୟୀ ରେଟ୍ ଟି କମି ଯାଇଛି। ଯେମିତି 2 ନମ୍ବର କ'ଣ ରହିଛି ନା 2 ନମ୍ବର ରହିଛି ରାସନ କାର୍ଡ କାହାର କଟିବ। ତ ଆସନ୍ତୁ ଦର୍ଶକ ବନ୍ଧୁ ଦେଖିବା, ଯଦି ଆପଣଙ୍କର ରାସନ କାର୍ଡ ଅଛି, ଯଦି ଆପଣମାନେ ଏହି କାମ କରୁନାହାନ୍ତି ତେବେ ଆପଣଙ୍କର ମଧ୍ୟ କଟିପାରେ ରାସନ କାର୍ଡ। ଯେମିତି କ'ଣ କରିବାକୁ ପଡ଼ିବ, ଯେମିତି ଦେଖନ୍ତୁ ଇ କେୱାଇସି କରିନଥିଲେ, ଯେମିତି ସରକାର ପୂର୍ବରୁ କହୁଥିଲେ କି ଯାହାର ରାସନ କାର୍ଡ ଅଛି ସେମାନେ ଇ କେୱାଇସି କରିଦିଅନ୍ତୁ ନହେଲେ ସେମାନଙ୍କର ରାସନ କାର୍ଡ କଟିଯିବ। ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କିମ୍ବା ପେନସନ ପାଉଥିଲେ ସେମାନଙ୍କର ରାସନ କାର୍ଡ କଟିଯିବ। ପରିବାରର କୌଣସି ସଦସ୍ୟ ଯଦି ଇନକମ ଟ୍ୟାକ୍ସ ଦଉଥିଲେ ତାଙ୍କର ରାସନ କାର୍ଡ କଟିଯିବ। 4 ଚକିଆ ଗାଡି ଥିଲେ ରାସନ କାର୍ଡ କଟିଯିବ। ଅଧିକ ଜମି ଥିଲେ କଟିଯିବ। ଅଧିକ ପକ୍କା ଘର ଥିଲେ ମାନେ 3ଟି ଘରରୁ ପକ୍କା ଘର ଯଦି 3ଟି ବଖରା ଅଛି ତେବେ ଆପଣଙ୍କର ରାସନ କାର୍ଡ କଟିଯିବ। କୌଣସି ସଦସ୍ୟଙ୍କର ମାସିକ ରୋଜଗାର 17,000 ରୁ ଅଧିକ ଥିଲେ, ଯେମିତି ଗ୍ରାମାଞ୍ଚଳରେ ବାର୍ଷିକ 2 ଲକ୍ଷ ଟଙ୍କା। ଆପଣମାନେ ବୁଝିପାରୁଥିବେ ଯଦି ଗୋଟେ ବ୍ୟକ୍ତି ମାସିକ 17,000 ଟଙ୍କା ଇନକମ କରୁଥିବ କିମ୍ବା ବର୍ଷକୁ 2 ଲକ୍ଷ ଇନକମ କରୁଥିବ ଗ୍ରାମାଞ୍ଚଳରେ ତେବେ ମଧ୍ୟ ତାଙ୍କର ରାସନ କାର୍ଡଟି କଟିଯିବ। ଠିକ୍ ସେଇଭଳି ସହରାଞ୍ଚଳରେ ଜଣେ ବ୍ୟକ୍ତି ଯଦି ମାସକୁ 25,000 ରୁ ଅଧିକ କିମ୍ବା ବର୍ଷକୁ 3 ଲକ୍ଷ ଇନକମ କରୁଥିବ ସେମାନଙ୍କର ରାସନ କାର୍ଡ ଯଦି ବର୍ତ୍ତମାନ ଅଛି ଆଗକୁ କଟିଯିବ। ଯେମିତି 3 ନମ୍ବର ହେଲା 3 ନମ୍ବର ଆଧାର କାର୍ଡ ଅପଡେଟ୍ କଲେ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା। ଯେମିତି ଦେଖନ୍ତୁ ପୂର୍ବରୁ ଯେମିତି କମ୍ ଥିଲା, ପୂର୍ବରୁ ରେଟ୍ ଟି କମ୍ ଥିଲା ଏବଂ ବର୍ତ୍ତମାନ ଏହି ରେଟ୍ ଟି ବଢି ଯାଇଛି। ତ ଆସନ୍ତୁ ପୂର୍ବରୁ କ'ଣ ଥିଲା ଏବଂ ବର୍ତ୍ତମାନ କ'ଣ ଅଛି ଦେଖିବା। ବାଲ୍ ଆଧାର ମାନେ ପିଲାମାନଙ୍କର ଆଧାର 7 ରୁ 14 ବର୍ଷ ପିଲାମାନଙ୍କର ବାୟୋମେଟ୍ରିକ ଭେରିଫିକେସନ ପାଇଁ ପୂର୍ବରୁ ଯାହା ଥିଲା 100 ଟଙ୍କା ବର୍ତ୍ତମାନ ତାହା 125 ଟଙ୍କା ହେଇଗଲା। ମାନେ ଏଠି 25 ଟଙ୍କା ବଢିଗଲା, ସିଧାସଳଖ 25 ଟଙ୍କା ଏଠି ସରକାର ବଢେଇ ଦେଇଛନ୍ତି। ଯେମିତି ନାମ, ଠିକଣା, ପିତାଙ୍କ ନାମ, ଜନ୍ମତିଥି, ଜେଣ୍ଡର ଅପଡେଟ୍ କଲେ 50 ଟଙ୍କା ପୂର୍ବରୁ ଥିଲା କିନ୍ତୁ ବର୍ତ୍ତମାନ ଏହା ସିଧାସଳଖ ଆପଣଙ୍କୁ ଆଉ 25 ଟଙ୍କା ବଢି ଯାଇଛି, ଆପଣଙ୍କୁ 75 ଟଙ୍କା ବର୍ତ୍ତମାନ ଏହି ସମସ୍ତ ଡିଟେଲ୍ସ ଅପଡେଟ୍ କଲେ ଆଧାର କାର୍ଡରେ ଆପଣଙ୍କୁ ଦେବାକୁ ପଡିବ। ଯେମିତି କେୱାଇସି କଲେ ପୂର୍ବରୁ 50 ଟଙ୍କା ଥିଲା ବର୍ତ୍ତମାନ 75 ଟଙ୍କା ହେଇଯାଇଛି। ତ ଏହିଭଳି ଆପଣ ଆଧାର କାର୍ଡ ଯଦି ଅପଡେଟ୍ କରୁଛନ୍ତି ତେବେ ଆପଣଙ୍କୁ 25 ଟଙ୍କା ଏକ୍ସଟ୍ରା ଦେଇ ଏହା ଅପଡେଟ୍ କରିବାକୁ ପଡିବ। ଯେମିତି ଆସନ୍ତୁ 4 ନମ୍ବର କ'ଣ ରହିଛି ନା 4 ନମ୍ବର ହଉଛି ଅକ୍ଟୋବର ମାସରେ ଟୋଟାଲ 12ଟି ଛୁଟି ଆମକୁ ମିଳିବ। ଯଦି ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ କରୁଛନ୍ତି ତେବେ ଆପଣଙ୍କୁ 12ଟି ଛୁଟି ମିଳିବ। ଯେମିତି 1 ନମ୍ବର ରହିଲା ମହାନବମୀ, 2 ନମ୍ବର 2 ତାରିଖ 1 ତାରିଖ ମହାନବମୀ, 2 ତାରିଖ ଗାନ୍ଧୀ ଜୟନ୍ତୀ, 5 ତାରିଖ ରବିବାର, 6 ତାରିଖ ଲକ୍ଷ୍ମୀ ପୂଜା, 7 ତାରିଖ କୁମାର ପୂର୍ଣ୍ଣିମା, 11 ତାରିଖ ତୃତୀୟ ଶନିବାର, 12 ତାରିଖ ରବିବାର, 19 ତାରିଖ ରବିବାର, 20 ତାରିଖ ଦୀପାବଳି, 21 ତାରିଖ କାଳୀ ପୂଜା, 25 ତାରିଖ ଚତୁର୍ଥ ମାନେ 4th ସଟରଡେ ଏବଂ 26 ତାରିଖ ରବିବାର। ଏଇଭଳି 12ଟି ଛୁଟି ଆପଣଙ୍କୁ ଏହି ଅକ୍ଟୋବର ମାସରେ ମିଳିବାକୁ ଯାଉଛି। ତେବେ ଆସନ୍ତୁ 4 ନମ୍ବର ଅପଡେଟ୍ ହେଇଗଲା। 5 ନମ୍ବର ଅପଡେଟ୍ କ'ଣ ରହିଛି ଦେଖିବା। 5 ନମ୍ବର ଅପଡେଟ୍ ହେଉଛି ଏଲପିଜି ଗ୍ୟାସ୍ ରେଟ୍ ବଢିଲା। ଯେମିତି ଆମେ ସମସ୍ତେ ଜାଣିଛନ୍ତି ଏଲପିଜି ମାନେ କ'ଣ ନା ଆମ ଘରେ ଯେଉଁ ଗ୍ୟାସ୍ ରାନ୍ଧୁଛନ୍ତି ତାହା ହେଉଛି ଏଲପିଜି। ତାର ରେଟ୍ ବଢିଛି। କେଉଁ ରେଟ୍ ବଢିଛି ନା 19 କେଜି ରୁ ଅଧିକ 16.50 ମାନେ 16 ଟଙ୍କା 50 ପଇସା ବଢିଛି 19 କେଜି ରୁ ଅଧିକ ଗ୍ୟାସ୍ ସିଲିଣ୍ଡର, ଯାହାକି କମର୍ସିଆଲରେ ୟୁଜ୍ ହୁଏ, କମ୍ପାନୀ ଗୁଡାକରେ ୟୁଜ୍ ହୁଏ ଏବଂ ଆମେ ମାନେ ଯେଉଁ 14 କେଜି ଗ୍ୟାସ୍ ୟୁଜ୍ କରୁଛନ୍ତି ଡୋମେଷ୍ଟିକରେ ଘରେ ତାର କିଛି ରେଟ୍ ଟି ପରିବର୍ତ୍ତନ ହେଇନାହିଁ। ଏବଂ ଏହା ସହ ଦେଖନ୍ତୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍ ହେଉଛି ସ୍ପିଡ ପୋଷ୍ଟର ରେଟ୍ ଟି ହେଇଯାଇଛି ମହଙ୍ଗା। ଯଦି ଆପଣ ମାନେ ବର୍ତ୍ତମାନ ଆଗକୁ ଯେକୌଣସି ଗୋଟେ କିଛି ପଦାର୍ଥ ମାନେ କିଛି ବି ଆପଣ ସ୍ପିଡ ପୋଷ୍ଟ କରିବା ପାଇଁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ କ'ଣ କ'ଣ ମହଙ୍ଗା ଅଛି ନା ଆଗରୁ ବର୍ତ୍ତମାନ ଯଦି ଆପଣ ମାନେ 50 ଗ୍ରାମ ପର୍ଯ୍ୟନ୍ତ ଓଜନର
जदि लोकल रे माने 200 किलोमीटर भितरे जदि स्पीड पोस्ट करिवे आपनकू 50 ग्राम को आपनकू 19 टंका देबाको पड़िबो एवं 2000 किलोमीटर अधिक ले आपनकू 47 टंका देबाको पड़िबो। ठीक सेही भली भाबे 51 ग्राम रु 250 ग्राम जदि थिबो ताको आपण 24 टंका लोकल रे 77 टंका आपनकू बाहर माने 2000 किलोमीटर अधिक ले आपनकू पेर ग्राम हिसाब रे एतिकी ग्राम को आपनकू 77 देबा पड़िबो। ठीक सेही भली भाबे 251 रु 500 ग्राम भितर जे थिले आपनकू 28 लोकल रे एवं बाहर को आपनकू 93 रुपीस देबाको पड़िबो। एही भली समस्त स्पीड पोस्ट रो प्राइस टी बढ़ी जाईची। तबे आसन देखिबा 7 नंबर कोन रहिची ना 7 नंबर रहिची ऑनलाइन गेम खेलुथिले फाइन लागिबो। जेमिति आमे पूर्वरु कोन करथुले ना ऑनलाइन गेम खेलुथिले जेमिति क्रिकेट रे खेलुथिले आमे समस्त जानिछंती बहुत जन करोड़पति हे गले क्रिकेट रे बेट मारी जेमिति बहुत किछि क्रिकेट ऑनलाइन गेम थिला। वर्तमान जदि आपण माने एई मनी गेम्स जदि आपण चलाउछंती निज मोबाइल रे तबे आपनको 3 वर्ष जेल एवं 1 कोटी टंका जरिमाना मध्ये हेई परिबो। या उभय जे खेलुथिबे जो माने तांकू मध्ये एप्लीकेबल एवं जेहु कंपनी या बाहर करिवो तांकू मध्ये सेम एई फाइन टी एप्लीकेबल हबो। अवैध विज्ञापन देबा द्वारा 2 वर्ष जेल एवं 5 लाख पर्यंत जरिमाना आपण मानकू देबाकू पड़िबो। बारंबार ए नियम भांगिले आपनको 5 वर्ष जेल 2 कोटी आपनको जरिमाना मध्ये हेबार चांसेस अछि। आपण माने बुझी पारथिबे। तो आसंतु 8 नंबर रहिला ना सुना रूपा रेट बढ़िला जेमिति 24 कैरेट सुना 10 ग्राम पिछा वर्तमान 1,15,000 टंका अछि एवं सुना केजी 1,42,000 टंका वर्तमान अछि। तो आपण मान जानिथिबे एही वर्ष सुना वर्तमान पर्यंत 39,000 ऑलरेडी बॉडी सारी लाणी। आपण मान बुझी पारथिबे। देखंतु 9 नंबर हैला ऑनलाइन फूड डिलीवरी रेट बढ़िबो जेमिति आमे समस्त जानिछंती जोमाटो स्विगी रे आपण कोन करंती खाइबा ऑर्डर करथांती। तो वर्तमान जेहेतु जोमाटो एवं स्विगी सेमानकर प्लेटफॉर्म फीसटा बढ़ा दैछंती तेनु करी डेलीवरी कला बेले आमको मध्ये सेही फूड रो चार्जेसटा पूर्वरु टिके अधिक वर्तमान होई जिवो। तो देखंतु 10 नंबर कोन हैला 10 नंबर हैला यूपीआई रे नुवा नियम लागू हैला P2P माने P2P ट्रांजैक्शन बंद हबो। P2P माने कोन जेमिति आमे पूर्वरु फ्लिपकार्ट हो Amazon हो आमे जे कोनोसी भी गोटे आमे शॉपिंग करि थाउ जेतेबेले शॉपिंग कला परे डायरेक्ट आमे गूगल पे हो आमे पेटीएम हो किबा फोन पे हो आमे जतो ट्रांजैक्शन करथुले मनकर हमर 1000 टंका अमाउंट होउची डायरेक्ट आमे जदी सेठी फोन पे ऊपर आमे क्लिक कर देले डायरेक्ट से 1000 टंका पेमेंट करिया पे ऑप्शन टी आसुतला। किंतु वर्तमान कोन हेची ना आपनकू एहा मैनुअली सिलेक्ट करिवा को पड़िबो। आपनकू टाइप करिया पड़िबो केते टंका आपनकर होउची ऑटोमेटिक आ आसीबोनी। काहे कि एबोली परि नियम ना जाईची काहे कि ना ए जो ऑनलाइन रे बहुत किछि फ्रॉड ठकै होउची ताकू दूर करिया पे सरकार कोन करछंती एही नुवा नियम आनिछंती एवं आपण जेतेबेले भी ऑनलाइन शॉपिंग करछंती तेबे आपनकू मैनुअली टाइप करिया पड़िबो केते टंका आपनकर होउची। तो पूर्वर जेमिति ऑटोमेटिक आस्तुला ताहा वर्तमान आउ आसीबो नाही। तो आपण बुझी पारथिबे। 11 नंबर होउची रेलवे टिकट रो नुवा नियम जेमिति कि 1 अक्टोबर 2025 तारिख रु आपण जदी रेलवे टिकट करछंती जनरल रेलवे रिजर्वेशन टिकट पई आपनकर आधार ऑथेंटिकेशन बाध्यतामूलक अटे। आगर जेमिति कि आवश्यक पड़नथला वर्तमान एहा कंपलसरी अटे। 12 नंबर हैला सुभद्रा योजना टंका दीपावली रे मिली पारे। एहा वर्तमान पर्यंत एमिति किछि कंफर्म अपडेट आसीनी किंतु आशा करा जाउची दीपावली पूर्वरु आ गोटे किस्तीटी आसी पारे। आशा करूची ए इन्फॉर्मेशन टी आपण मानको भल लागिथो। जदि भल लागिची प्लीज लाइक करंतु शेयर करंतु एवं सब्सक्राइब करंतु ए भली नुवा नुवा अपडेट हम चैनल रे पाइबा पई। वीडियो को शेष पर्यंत देखिथिबारु आपण मानको बहुत बहुत धन्यवाद। नमस्कार। जय जगन्नाथ।